ସାଙ୍ଗମାନେ ଦେଖନ୍ତୁ ଆମେ ଆଜି ଆସିଥିଲୁ ସାମସଙ୍ଗ ଏସି ଇନଷ୍ଟଲେସନ୍ କରିବା ପାଇଁ। ଏଇଟା ହେଉଛି ତାଙ୍କର ଜାଗାଟା ଇନଷ୍ଟଲେସନ୍ ହେବ। ତ ଦେଖନ୍ତୁ ଇନଷ୍ଟଲେସନ୍ କରିବା ପୂର୍ବରୁ ଆମେ ଇଣ୍ଡୋରଟାକୁ ଭଲ ଭାବରେ ପୁରା କ୍ଲିନ୍ କରିଦେବା। ତ ସେଥିପାଇଁ ଆମର ଭାଇ ଜଣେ ପୁରା ତାକୁ ଖୋଲିବାର ବ୍ୟସ୍ତରେ ଅଛନ୍ତି। ଦେଖନ୍ତୁ ପାର୍ଟ ପାର୍ଟ କରିବା, ପାର୍ଟ କଲା ପରେ ତାକୁ ପୁରା ସର୍ଭିସିଂ କରିବା। ଏଇଟା ହେଉଛି ତାର ପାଇପିଂ ଯିବ ଛାତ ଉପରେ, ମୁଁ ଦେଖେଇବି ଆପଣଙ୍କୁ ଲାଷ୍ଟରେ। ତ ଦେଖନ୍ତୁ ଆମର ଭାଇ ଜଣେ ପୁରା ଖୋଲିକି ପାର୍ଟ କରିକି ପୁରା ଅଲଗା କରିଦେଲେ, ଚିନଛତ୍ର କରିଦେଲେ ତାକୁ। ତ ଦେଖନ୍ତୁ ମୁଁ ସର୍ଭିସିଂ ବି ଆପଣମାନଙ୍କୁ ଦେଖେଇବି। କଏଲଟା ଦେଖନ୍ତୁ କେତେ ପୁରା ଡଷ୍ଟ ହେଇଯାଇଛି, ପୁରା ମଇଳା ଭରି ହେଇଛି। ତ ପଛ କଏଲ ପୁରା ଜାମ୍ ହେଇଯାଇଛି। ତ କଷ୍ଟମର ବି କହୁଥିଲେ କୁଲିଂ ବହୁତ କମ୍ ହେଉଛି। ତ ସର୍ଭିସିଂ ବି ତାଙ୍କର ଖୋଲିକି ଟୋଟାଲି ହେଇନି କିଣିଲାଠୁ। ତ ଆମେ ଇନଷ୍ଟଲେସନ୍ କରିବା ପୂର୍ବରୁ ଗୋଟେ ଥର ସର୍ଭିସିଂ କରିଦେବା। ତ ଆମେ ବି ପଇସା କଷ୍ଟମର କହିଲୁ, ତ କଷ୍ଟମର ରାଜି ହେଲେ। ତ ଇନଷ୍ଟଲେସନ୍ ସବୁ ଆମର ଫାଇନାଲ୍ ହେଇଗଲା। ତ ଦେଖନ୍ତୁ ଏବେ ଏଠି ଚାଲିଛି ସର୍ଭିସିଂ କରିବା ପୂର୍ବରୁ ଗୋଟେ ଥର ଭଲ ଭାବରେ ଚାରିଆଡ଼େ ସ୍ପ୍ରେ କରିକି କଏଲଟାକୁ ପୁରା ବତୁରେଇ ଦେବା। ବତୁରେଇ ଦେଲେ କ'ଣ ହେଲେ ଯେତିକି ମଇଳା ଶୁଖିକିରି ଲାଗିଥିବ ସବୁ ଯାକ ବତୁରିକିରି ବାହାରି ପଡ଼ିବ। ତ ଦେଖନ୍ତୁ ଫ୍ରେଣ୍ଡସ୍ ଚାଲିଛି ସର୍ଭିସିଂ। ତ ଆଗକୁ ଭିଡ଼ିଓ ଦେଖନ୍ତୁ, ବହୁତ ମଜା ଆସିବ। ଜେଟ୍ ପମ୍ପରେ ସର୍ଭିସିଂ କରନ୍ତୁ, ବହୁତ ବଢ଼ିଆ ହେବ। ତ ଫ୍ରେଣ୍ଡସ୍ ଆପଣ ବି ଯେବେ ବି ରିଇନଷ୍ଟଲେସନ୍ କରୁଛନ୍ତି ହେଲେ କଷ୍ଟମରକୁ କୁହନ୍ତୁ ୱାଟର ସର୍ଭିସିଂ କରିବା ପାଇଁ ପୁରା ଖୋଲିକିରି। କଷ୍ଟମର ପଇସାରେ ଯଦି ରାଜି ହେଉଛନ୍ତି ହେଲେ କହିଲେ କରିଦିଅନ୍ତୁ, ବହୁତ ଭଲ। ଏସି ବି ବହୁତ ବଢ଼ିଆ କୁଲିଂ ହେବ, ଏୟାର ଫ୍ଲୋ ବି ବହୁତ ବଢ଼ିଆ ରହିବ। ତ ଦେଖନ୍ତୁ ଏବେ ବ୍ଲୋରଟାକୁ ପୁରା ସଫା କରାହେଉଛି। ବ୍ଲୋର ବି ବହୁତ ଜାମ୍ ଥିଲା, ତ ସେଥିପାଇଁ ଏୟାର ଫ୍ଲୋ ବି ବହୁତ କମ୍ ଆସୁଥିଲା। ଷ୍ଟାଣ୍ଡିଂରେ ଆମେ ସର୍ଭିସିଂ କରିଥିଲୁ, 2-3 ଥର କଲୁ, ହେଲେ ବି ତାଙ୍କର ଏତେ ସକ୍ସେସ୍ କୁଲିଂ ଆସିଲାନି, ସାଟିସ୍ଫାଇ ଥଣ୍ଡା ଆସିଲାନି। ତ ସେ କଷ୍ଟମର ଆମକୁ କହୁଥିଲେ ସର୍ଭିସିଂ କରିବା ପାଇଁ। ଦେଖନ୍ତୁ ବ୍ଲୋରଟା ଏଇଟା ପୁରା ଚକାଚକ ପୁରା ସର୍ଭିସିଂ କରାହେଲା। ଦେଖନ୍ତୁ କେତେ ବଢ଼ିଆ ଦୁଶୁଛି, ନୂଆ ବ୍ଲୋର ଭଳିଆ ଦୁଶୁଛି। ତ ଅନ୍ୟ କ୍ୟାବିନେଟ୍, ଡ୍ରେନ୍ ପାଇପ୍, ଡ୍ରେନ୍ର ଟ୍ରେ ସବୁ ଯାକ ଧୁଆ ହେଉଛି। ଦେଖନ୍ତୁ ଗୋଟେ 5-10 ମିନିଟ୍ ପରେ ବତୁରିଲା ପରେ ଆଉ ଥରେ ସଫା କରାହେଉଛି ଭିତର ସାଇଡ଼୍ ବାହାର ସାଇଡ଼୍ ଭଲ ଭାବରେ ଯଦି ସର୍ଭିସିଂ କରିଦେବେ ହେଲେ ପୁରା କଏଲଟା ପୁରା ସଫା ହେଇଯିବ। ଆପଣ ଯଦି ଦେଖିବେ ବୋଲି କହିଲେ ପୁରା ଏପଟରୁ ଆରପଟକୁ ପୁରା କ୍ଲିୟର ଦୁଶେ। ଦେଖନ୍ତୁ କ୍ୟାବିନେଟ୍ ଯେଉଁ ପୁରା ଧୁଆ ହେଇଗଲା। ତ ଆମ ଭାଇ ଧୁଆରେ ବ୍ୟସ୍ତ ଅଛନ୍ତି, ମୁଁ ଏବେ ଏଇଠି ଫିଟିଂ କରିବି ଫ୍ରେଣ୍ଡ। ସେଥିପାଇଁ ଭିଡ଼ିଓଟା ଟିକେ ସ୍ପିଡ଼ କରିକି କାଟି ମୁଁ ଦେଖାଉଛି ଆପଣଙ୍କୁ। ଦେଖନ୍ତୁ କଏଲଟା ପୁରା ସଫା ହେଇଗଲା, ପୁରା ନିଟ୍ ଆଣ୍ଡ କ୍ଲିନ୍ ହେଇଗଲା। ତାର ଇନ୍ସୁଲେସନ୍ ବି ପୁରା କଟିଯାଇଛି, ଇନ୍ସୁଲେସନ୍ ବି ଚେଞ୍ଜ କରିବା। ତ କ'ଣ ତାହିଁରେ ଲାଗିବ ପୁରା କଷ୍ଟମର କହିଲେ ଯୋଉଟା ଦରକାର କରିଦିଅ, ପୁରା ଏସିଟା ପୁରା ଥଣ୍ଡା ହେବାର ଅଛି। ତ ଦେଖନ୍ତୁ ଫ୍ରେଣ୍ଡସ୍ ଆମ ଭାଇ ଜଣେ ଏଇଠି ଇନଡୋର ପ୍ଲେଟ୍ଟା ଲଗେଇକି ହୋଲ୍ ମାରିଦେଲେ। ମୁଁ ହୋଲ୍ଟା ଦେଖାଉଛି ଆପଣଙ୍କୁ ପାଖକୁ ନେଇକିରି। ତ ଆମର କୋର୍ ବିଟ୍ରେ ହୋଲ୍ ମରା ହେଲା। ଦେଖନ୍ତୁ 2 ଇଞ୍ଚ ଅଧାରେ କେତେ ବଢ଼ିଆରେ କୋର୍ କଟିଂ ୱାଲ୍ କହୁଛନ୍ତି ଆକୁ। ତ କେତେ ବଢ଼ିଆରେ ହୋଲ୍ ହେଇଗଲା। ତ ବହୁତ ଖୋଳାଖୋଳି କରିବା ବି ପଡ଼ିଲାନି। ତ ଦେଖନ୍ତୁ ଫ୍ରେଣ୍ଡସ୍ ଏଇଠି ଆମେ ଇନଡୋରଟାକୁ ହ୍ୟାଙ୍ଗ କରିବା। ହ୍ୟାଙ୍ଗ କଲା ପରେ ମୁଁ ଆଉଟଡୋରଟା ପାଇପିଂ ସବୁ ଦେଖେଇବି ଆପଣମାନଙ୍କୁ। ତ ହୋଲ୍ଟା ଟିକେ ମେଜରମେଣ୍ଟ ୟାର୍ଡ଼ ସାଇଡ଼୍ ହେଇଯାଇଥିଲା, ତ ସେଥିପାଇଁ ଇନଡୋର ହ୍ୟାଙ୍ଗ ହେଲାଠୁ ଟିକେ ବିଜାର କଲା। ହେଲେ ବି ଆମେ ଫାଇନାଲି ଇନଡୋରଟାକୁ ହ୍ୟାଙ୍ଗ କରି ଇନଷ୍ଟଲେସନ୍ କରିଦେଲୁ ବଢ଼ିଆ ଭାବରେ। ତ କଷ୍ଟମର ବି ବହୁତ ଖୁସି ହେଲେ ଥଣ୍ଡାଟା ଦେଖିକିରି, ଆଗେ ଯେମିତି ଥିଲା ତାପରେ କେମିତି ହେଲା। ତ ଦେଖନ୍ତୁ ଫ୍ରେଣ୍ଡସ୍ ଇନଡୋରଟାକୁ ଟିକେ ଟାଇଟ୍ ହେଉଛି, ହେଲେ ବି ଟିକେ ଆଡ଼ଜଷ୍ଟ କରିକିରି ଟିକେ ଲଗେଇଦେବା। କ'ଣ ପାଇଲେ କାଢ଼ିକିରି ଆଉ ଥରେ ଲଗେଇବା ହେଲେ କହିଲା ଆଡ଼ୁ ଟିକେ ପରିଶ୍ରମ ଟିକେ ଅଧିକ ହେଇଯିବ। ତ ସେଥିପାଇଁ ଟିକେ ଆଡ଼ଜଷ୍ଟ କରିକିରି, ହେଲେ ବି ଟିକେ ବେଣ୍ଡ ହେଲାନି, ସିଧାରା ରହିଲା। ତ ପଛଆଡ଼େ ପାଇପ୍ଟା ବି ଟିକେ ଲାଗୁଥିଲା, ସେଥିପାଇଁ ଟିକେ ବିଜାର ହେଉଥିଲା। ଦେଖନ୍ତୁ ଫ୍ରେଣ୍ଡସ୍ ଏଇଠି ପାଇପ୍ ପୁରା ମେଜରମେଣ୍ଟ କରିକିରି ବେଣ୍ଡ କରାହେଉଛି ସ୍ପ୍ରିଙ୍ଗ ବେଣ୍ଡରେ ବେଣ୍ଡ। ଫ୍ରେଣ୍ଡସ୍ ଏଇଠି ଇନଡୋର ଷ୍ଟେପ୍ଲାଇଜର ସବୁ ଯାକ ପୁରା ପରଫେକ୍ଟଲି ଫିଟିଂ ହେଇଗଲା। ଇନଷ୍ଟଲେସନ୍ କେମିତି ଅଛି କ'ଣ ଦେଖିକିରି କମେଣ୍ଟ ସେକ୍ସନରେ କୁହନ୍ତୁ ଫ୍ରେଣ୍ଡସ୍। ଆମେ ଅନ୍ କରି ଦେଖିବା କେମିତି ଥଣ୍ଡା ହେଉଛି, କେମିତି ଏୟାର ଫ୍ଲୋ ଆସୁଛି। ତ ମୁଁ ଦେଖାଉଛି ଆପଣଙ୍କୁ ପାଇପିଂ କେମିତି ହେଲା କ'ଣ। ଦେଖନ୍ତୁ ଯିବା ଆମେ ପଛପଟେ ବ୍ୟାକ୍ ସାଇଡ଼୍ ଯେଉଁଟା ପାଇପିଂ ଯାଇଛି। ଦେଖନ୍ତୁ ଏଇଠି ହୋଲ୍ ହେଇକିରି, ତ ପାଇପିଂଟା ହ୍ୱାଇଟ୍ ଟେପିଂ ହେଇକିରି ତାଙ୍କର ଭେଣ୍ଟିଲେସନ୍ ଥିଲା ଗ୍ରିଲ୍ଟା, ସେ ଗ୍ରିଲ୍ଟା ଆଡ଼େ ଆମେ ମେଜରମେଣ୍ଟ କରି ନେଲୁ। ତ ଆମେ ଯିବା ଆଉଟଡୋର ପାଖକୁ। ଆଉଟଡୋର ପାଖରେ କେମିତି ଲାଗିଛି ଦେଖନ୍ତୁ ଫ୍ରେଣ୍ଡସ୍। ଆଉଟଡୋର ପାଖରେ ଆମେ ପୁରା ହ୍ୱାଇଟ୍ ଟେପ୍ ଦେଇକି କ୍ଲାମ୍ପ ଦେଇକି ପୁରା ବଢ଼ିଆରେ ପୁରା ଇନଷ୍ଟଲେସନ୍ ହେଇଗଲା। ତ ଫ୍ରେଣ୍ଡସ୍ ଇନଷ୍ଟଲେସନ୍ କେମିତି ଅଛି କମେଣ୍ଟ ସେକ୍ସନରେ କୁହନ୍ତୁ। ଦେଖନ୍ତୁ ଏଇଟା ହେଉଛି ସାମସଙ୍ଗର ଇନଭର୍ଟର ମଡ଼େଲ୍, ଓଲ୍ଡ ମଡ଼େଲ୍। ଫ୍ରେଣ୍ଡସ୍ ଭିଡ଼ିଓ ଭଲ ଲାଗୁଛି ନା ଲାଇକ୍ ଆଣ୍ଡ ସବସ୍କ୍ରାଇବ୍